হ্যালো, জয় জগন্নাথ। ମୁଁ ଗୋଟେ କଥା କହିବାକୁ ଚାହୁଁଛି, ଏ ଯେଉଁ ପ୍ରାୟତଃ ପ୍ରାପ୍ତବୟସ୍କରୁ ଅପ୍ରାପ୍ତବୟସ୍କ ବାଳକବାଳିକାମାନେ ଯେଉଁ ମାନେ ଶାରୀରିକ ସମ୍ପର୍କରେ ଲିପ୍ତ ରହୁଛନ୍ତି, ତା ଦ୍ୱାରା ସମାଜର ବହୁତ କ୍ଷତି ହେଉଛି। ତା ଦ୍ୱାରା ସମାଜର ବହୁତ କ୍ଷତି ହେଉଛି ଏବଂ ଏଇଟା କେବଳ ତାଙ୍କର ସଂସ୍କାରରେ ଅଭାବ। ସଂସ୍କାର ଦେଇପାରୁନାହାନ୍ତି ପିଲାମାନେ ବାପା ମାଆଙ୍କୁ। ବାପା ମାଆଙ୍କ କଥା ସେମାନେ ମାନୁନାହାନ୍ତି, ସେମାନେ ଜିଦଖୋର ହୋଇଯାଉଛନ୍ତି। ଏଇ ସାମ୍ନାରେ ଗୋଟେ କେସ୍ ଆସି ପହଞ୍ଚିଲା ଯେ ଗୋଟେ ପିଲାଟା ସାମାନ୍ୟ ମୋବାଇଲ ଧରି ଖେଳୁଥିଲା, ବାପା ମାଆ କହିଲେ ବୋଲି ପଥରରେ ଛେଚିକି ମାରିଦେଲା 3 ଜଣଙ୍କୁ, ବାପା ମାଆ ଝିଅ ସମସ୍ତଙ୍କୁ। ତାପରେ ଆଉ ଗୋଟେ ଆସିଲା କ'ଣ, ବାପାକୁ 10 ଟଙ୍କା ମାଗିଲା ଗୁଟୁକା ଖାଇବା ପାଇଁକା, ସେ ପିଲାକୁ ଦେଲା ନାହିଁ, ପିଲା ତା ଖଇନି ଖାଇବାକୁ ସେ ତା ମୁଣ୍ଡକୁ କାଟି ନେଇ ଥାନାରେ ଆତ୍ମହତ୍ୟା। ଏଇଟା ହେଉଛି ମାନସିକତାର, এইটা মানসিকতার অভাব। তেণুকরি সমস্তে প্রপর গাইড যদি মিলতা পিলাମାନଙ୍କୁ, প্রপর বাপা মানে যদি প্রকৃত শিক্ষা দিଅନ୍ତେ, সংস্কার দিଅନ୍ତେ, ଆଉ এতে সমাজ এতে খারাপ ଆମ ସମାଜ କରିବାର ହିଁ ପଡ଼ିବ। କାରଣ ବର୍ତ୍ତମାନ ଆମର ଓଡ଼ିଶାରେ କିଛି ବିକଳ୍ପ ନାହିଁ, କିଛି ପ୍ରକଳ୍ପ ନାହିଁ ତାର ବ୍ୟବସ୍ଥା ପାଇଁ। ସେମାନେ ପଇସା ହାରାସ ହେଉଛନ୍ତି, ମନି ହାରାସମେଣ୍ଟ ହେଉଛନ୍ତି, ସେକ୍ସ ହାରାସମେଣ୍ଟ ହେଉଛନ୍ତି, ସବୁ କଥାରେ ହାରାସମେଣ୍ଟ ହେଉଛନ୍ତି। ତେଣୁକରି ସେ ବାଧ୍ୟ କବି କୁପଥକୁ ପଳାଇ ଯାଉଛନ୍ତି। ତେଣୁକରି ତାଙ୍କୁ ଏକମାତ୍ର ସମାଜ ଦେବାର କଥା, ଓଡ଼ିଶା ସରକାର ଯଦି କିଛି ତାଙ୍କୁ କେଉଁ ଜାଗାରେ ଏନଗେଜମେଣ୍ଟ କରି କିଛି ପଇସା ଦିଅନ୍ତା, ସେ ମାନସିକତାର ଶିକାର ହୁଅନ୍ତେନି। আর মূল কারণ ହେଉଛି মনি প্রবলেম আর ম্যানেজিং প্রবলেম। এই দুইটা সমাধান হতা, পরিবার যে সমস্ত সম্পর্কକୁ সুদৃঢ় রଖିকি একাজ ভিতরে রহন্তে, তাহলে ବହୁତ ଭଲ ହୁଅନ୍ତା। କିନ୍ତୁ ଆଜିର ସମୟରେ ଯେଉଁ ଭଳିଆ ଭାବରେ ଆମେ ଦେଖୁଛୁ, ଯେତେ ସଂସ୍କାର ମିଳିଲେ ବି କିଛି ପୁଅମାନେ କିଛି ଏମିତି ମାହୋଲ କରୁଛନ୍ତି ଝିଅମାନଙ୍କୁ ଆକର୍ଷିତ କରିବା, ଛୋଟ ଛୋଟ ପିଲାମାନଙ୍କୁ, ଯେମିତିକି ପିଲା ଜନ୍ମ କରୁଥିଲେ ଏବେ କିଛି ମେଟ୍ରିକ୍ ପିଲାମାନେ, ତାକୁ সেটা তো ବହୁତ ଗୋଟେ ଓଡ଼ିଶା ପାଇଁ ଗୋଟେ ଲଜ୍ଜାଜନକ ଘଟଣା। ତେଣୁକରି ହଁ ଏମିତି ହେଉଛି, ଗୋଟେ କିଡ୍ସରେ କ'ଣ ଗୋଟେ ଧନ୍ଦା ହେଇଥିଲା, କାହାକୁ ମାରିଦେଲେ, ଏଇସବୁ ପ୍ରକାର ମାନସିକତା ଭିତରେ ହେଲା। ସେଇଟାକୁ ବର୍ତ୍ତମାନ ସମାଜ ଚେଞ୍ଜ କରିପାରିବନି, କାରଣ ସେଇଟା ବହୁତ ପିଲାମାନଙ୍କର, ଏଇଟା ବାପା ମାଆଙ୍କର ଯୋଗ। ବାପା ମାଆଙ୍କର ଯଦି ଠିକ୍ ରହିବେ, ପିଲାମାନେ କେବେ ଏମିତି ହେବେନି। ଆମ ପିଲାମାନେ ତ ପୁଣି ବାହାରେ ରହି ପଢ଼ୁଥିଲେ, ସେମାନେ ତ କାହିଁ ଏମିତି ହେଇଗଲେଣି। ବାପା ମାଆ ମେନ୍ କଥା, ସମାଜର ପରିବାରର ଅଭାବ। ତାପରେ ମୁଁ ସମସ୍ତଙ୍କୁ କହିବି ଯେ ନିଜେ ନିଜେ ସଂଯମତାର ଶିକାର ହୁଅନ୍ତୁ, ସଂଯମରେ ରୁହନ୍ତୁ, ପରିବାରକୁ କୁହନ୍ତୁ ଆଉ ପ୍ରକୃତିକୁ ଆଗେଇ ନିଅନ୍ତୁ।